ଜଗନ୍ନାଥ ମୁଙ୍ଗସୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଗ୍ରାଜୁଏଟ୍ ବାଇ ଅଂଶର ଆଉ ଗୋଟେ ନୂଆ ଭିଡ଼ିଓରେ। ତ ଆପଣମାନଙ୍କ ଭିତରୁ ବହୁ ଜଣଙ୍କର ଏଇ ଗୋଟେ ମାଇଣ୍ଡ ଥିବ କି ଆମେ କିପରି ଆମଠାରୁ ବଳବାନ ଥିବା ଶତ୍ରୁକୁ ଆମେ ପରାସ୍ତ କରିପାରିବା। ତ ଏଇ ବିଚାର ବହୁତ ଲୋକଙ୍କର ମନରେ ଆସିପାରେ, କିନ୍ତୁ ଆଜି ସେଇ ଟପିକ୍ ନେଇକି ମୁଁ ଆଜି ଗୋଟେ ସୁନ୍ଦର କାହାଣୀଟିଏ ନେଇକି ଆସିଛି। ଦିନେ ଗୁରୁ ଆଉ ଶିଷ୍ୟ ବାଟରେ ଯାଉଥିଲେ, ଆଉ ଏତିକି ବେଳେ ଗୋଟେ ବ୍ୟକ୍ତି ଆସିକି ସେଠାରେ ପହଞ୍ଚିଲା ଆଉ ସେ ଗୁରୁଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କଲା। ସେ ବ୍ୟକ୍ତିର ଏପରି ବ୍ୟବହାର ଦେଖିକି ଗୁରୁ ବହୁତ ହସିଲେ ଆଉ କିଛି ନ କହିକି ତାଙ୍କ ଶିଷ୍ୟଙ୍କ ସହିତ ଆଗକୁ ମାଡ଼ି ଚାଲିଲେ। ପୁଣି ସେ ବ୍ୟକ୍ତିଟି ଆହୁରି ଅଭଦ୍ର ଭାଷା କହିକି ସେ ଗୁରୁଙ୍କୁ ଯିଏ ତାଙ୍କୁ ଗାଳି କଲେ, କିନ୍ତୁ ଗୁରୁ କିଛି ବି ଉତ୍ତର ନ ଦେଇକିରି କେବଳ ହସି ହସି ଶିଷ୍ୟଙ୍କ ସହିତ ଆଗକୁ ଚାଲିଲେ। ଏଇ ଗୁରୁଙ୍କର ଏଭଳି ବ୍ୟବହାର ଦେଖିକି ସେ ବ୍ୟକ୍ତି ଜଣକ ଭାବିଲା କି ମୁଁ ତ ତାକୁ ଏତେ ଗାଳି କରୁଛି, ସେ କିଛି ଉତ୍ତର କ'ଣ ପାଇଁ ଦେଉନି। ଆଉ ଏତିକି କହି ଭାବିଲା ପରେ ସେ ବ୍ୟକ୍ତିଟି ଆଉ କିଛି ବି ଗାଳି କଲାନି ଆଉ ସେ ସେଠାରୁ ଚାଲିଗଲା। କିଛି ବାଟ ଗଲା ପରେ ଶିଷ୍ୟଟି ଗୁରୁଙ୍କୁ ପଚାରିଲା, ଗୁରୁଦେବ, ସେ ବ୍ୟକ୍ତିଟି ଆପଣଙ୍କୁ ଏତେ ଅଭଦ୍ର ଭାଷାରେ ଗାଳି କରୁଥିଲା, ଆପଣ ଉତ୍ତର କ'ଣ ପାଇଁ ଦେଲେନି, ତାଙ୍କୁ କ'ଣ ପାଇଁ ଜବାବ ଦେଲେନି। ଏହି କଥା ଶୁଣିଲା ପରେ ଶିଷ୍ୟଠାରୁ ଗୁରୁ ଆଉ କିଛି ବି କହିଲେନି। ଗୁରୁ ଶିଷ୍ୟକୁ ନେଇକି ତାଙ୍କ କୁଟୀର ପାଖକୁ ଚାଲିଲେ ଆଉ କହିଲେ କି ଶିଷ୍ୟ, ତମେ ଏ କୁଟୀର ବାହାରେ ବସିଥାଅ, ମୁଁ କୁଟୀର ଭିତରୁ କିଛି ସମୟ ଭିତରେ ଆସୁଛି। ଆଉ ଗୁରୁ କୁଟୀର ଭିତରକୁ ଗଲେ ଆଉ ଗୋଟେ ଛିଣ୍ଡା ଚିରା କପଡ଼ା ଦୁର୍ଗନ୍ଧ ବାହାରୁଥିବା ଗୋଟେ ପୋଷାକକୁ ଆଣିଲେ ଆଉ ସେ ଶିଷ୍ୟକୁ ଦେଲେ ପିନ୍ଧିବା ପାଇଁ। ଶିଷ୍ୟଟି ଯେତେବେଳେ ଏ ପୋଷାକକୁ ଦେଖୁଛି ତାକୁ ବହୁତ ଅସନା ଲାଗୁଛି, ଦୁର୍ଗନ୍ଧ ଲାଗୁଛି, ଚାରିପଟୁ ଫାଟି ଫୁଟି ଯାଇଛି। ସେ ପୋଷାକକୁ ସେଠାରେ ଫିଙ୍ଗିଦେଲା। ଆଉ ଗୁରୁଦେବ ପଚାରିଲେ କି ଶିଷ୍ୟ, ତମେ ଏଇ ପୋଷାକକୁ କ'ଣ ପାଇଁ ଫିଙ୍ଗିଦେଲ? ଆଉ ସେତେବେଳେ ଶିଷ୍ୟଟି କହିଲା, ଏ ପୋଷାକ ତ ଦୁର୍ଗନ୍ଧ ବାହାରୁଛି, ମଇଳା ଆଉ ଅସନା ପୋଷାକ ମଧ୍ୟ, ଆକୁ ମୁଁ କେମିତି ଧାରଣ କରିବି? ଆଉ ଏଇ କଥା ଶୁଣି ଗୁରୁଦେବ କହିଲେ କି ଠିକ୍ ସେମିତି ସେ ମୋତେ ଗାଳିଗୁଲଜ କଲା, ମୁଁ ଯଦି ତାକୁ ବି ଗାଳି କରିଥାନ୍ତି ତାହେଲେ ତା ଭିତରେ ଆଉ ମୋ ଭିତରେ ଫରକ କ'ଣ ରହିଥାନ୍ତା। ନିଜକୁ ଶାନ୍ତ ରଖ, କାହିଁକି ନା ଅନ୍ୟକୁ ଗାଳି କଲେ, ଅନ୍ୟକୁ ନିନ୍ଦା କଲେ କିଛି ବା ଲାଭ ନାହିଁ। ନିଜେ ଶାନ୍ତ ରହିକି ନିର୍ମଳ ଭାବରେ ବିଚାର କର ଆଉ ସେଠାରୁ ଚାଲିଯାଅ। ଯେମିତିକି ଏଇ ଗନ୍ଧ ହେଉଥିବା, ଘୃଣା ଲାଗୁଥିବା ପୋଷାକକୁ ତମେ ଫିଙ୍ଗିଦେଲ, ସେମିତି ମୁଁ ତାର ଥିବା ଅଭଦ୍ର ଭାଷାର ଗାଳିକୁ ମଧ୍ୟ ସେଠାରେ ଫିଙ୍ଗି ଦେଇକି ଆସିଥିଲି। ସେଥିପାଇଁ ସବୁବେଳେ କହନ୍ତି ଚୁପ୍ ରହିବା ଶିଖ, କାରଣ ଚୁପ୍ ରହିକି ଆମେ ବଳବାନ ଶତ୍ରୁକୁ ମଧ୍ୟ ପରାସ୍ତ କରିପାରିବା। ତ ଭିଡ଼ିଓଟି କେମିତି ଲାଗିଲା କାହାଣୀଟି ନିଶ୍ଚିନ୍ତ କମେଣ୍ଟ ବକ୍ସରେ ମତାମତ ଦେଇ ଜଣାଇବେ। ଯଦି ଭିଡ଼ିଓଟି ଭଲ ଲାଗିଥିବ ଭିଡ଼ିଓଟି ଗୋଟେ ଲାଇକ୍ କରିଦେବେ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ଭୁଲିବେନି। ଦେଖା ହେବ ଆଉ ଗୋଟେ ସୁନ୍ଦର ନୂଆ ଭିଡ଼ିଓରେ। ରହୁଛି, ଜୟ ଜଗନ୍ନାଥ।